ଚୋରା ଚାଲାଣ ତ ଆମେ କହିପାରିବାନି। ଆମେ ଯେତେବେଳେ ରେଡ୍ରେ ଆସିଥିଲୁ ସବୁ ଦେଖିଲୁ ଯେ 3ଟା ଗାଡ଼ି ଲିଜ୍ ଏରିଆ ଭିତରେ ଥିଲା, ମାନେ କିନ୍ତୁ ଲୋଡ଼ିଂ ପାଇଁ ବି ଗାଡ଼ି ନଥିଲା, ଯେଉଁଠି ଗାଡ଼ି ଲୋଡ଼୍ ହୁଏ। ତ ସେଥିପାଇଁ ଆମେ ଯେଉଁ ଆମ ମାଇନିଂ ଅଫିସିଆଲ ଯେଉଁ ଆସିଥିଲୁ ଆଉ ଆମର ଯେଉଁ ପୋଲିସ ଟିମ୍ ବୌଦ୍ଧର, ସେ ଗାଡ଼ି 3ଟାକୁ ଆମେ ରିଟର୍ଣ୍ଣ କରିଛୁ। ଖାଲି ପୁଣି ତା ଫର୍ଦର ଯେଉଁଟା ଆମର ଗାଇଡ଼ଲାଇନ୍ ରହିଛି ସେଇ ହିସାବରେ ପଦକ୍ଷେପ ନିଆହେବ। ଆଉ କେଉଁ ଜାଗା ଯାଇଥିଲେ ଆଜି? ସାର୍ ଆଜି ମାନେ ହରଭଙ୍ଗା ଆମ ଗୋଟେ ଜେଏମ୍ଓ, ଆଉ ଆମର ଆକ୍ଚୁଆଲି ଟୋଟାଲ୍ 2ଟା ଜେଏମ୍ଓ ଅଛନ୍ତି। ଗୋଟେ ହରଭଙ୍ଗା ଯାଇଥିଲେ ଆଉ ଜଣେ ଆମର କଣ୍ଟାମାଲ। ସେଠି କେତେ କ'ଣ କେମିତି ସେଟା ତ ଫର୍ଦର ଇଏରେ ଜଣାପଡ଼ିବ କେତେ କ'ଣ ଅଛି। ଆମର ଯେଉଁ ମାଇନିଂ ଅଫିସର ବି ଚାର୍ଜରେ ଅଛନ୍ତି ସେମାନେ ଆମେ ଡିଟେଲ୍ସ ସବୁ ଆମେ ସମସ୍ତଙ୍କୁ ନୋଟିସ୍ ପଠାଇ ସାରିଛୁ। ଆଚ୍ଛା, ଠିକ୍ ଅଛି। ଜୁନ୍ 15ରୁ ଅକ୍ଟୋବର 15 ଯାଏ ଯେଉଁ ସରକାର ଗାଇଡ଼ଲାଇନ୍ ଜାରି କରିଛନ୍ତି, ୟାକୁ ଆପଣଙ୍କର ଏଇଟା କେମିତି ୟାକୁ ଆକ୍ସନ୍ ନେବେ? ଆଗକୁ ଏଇଟା ଯେମିତି ରୋକାଯାଇପାରିବ କ'ଣ ନେବେ? ଏଇଟା ଦେଖନ୍ତୁ, ଆମର ନା ଡେଲି ଆମେ ଏନଫୋର୍ସମେଣ୍ଟରେ ବାହାରୁଛୁ। ଆମର ଯେତେ ହେଉଛି ଆମେ ଡେଲି ଚେକ୍ କରୁଛୁ। ଆମେ ଯେଉଁଟା ହେଇଛି ପ୍ରଥମେ ତ ନୋଟିସ୍ ସମସ୍ତଙ୍କୁ ପଠାହେଇଛି, ଆଉ ନୋଟିସ୍ ଅନୁସାରେ ସମସ୍ତଙ୍କୁ ପଠାହେଇଛି, ସମସ୍ତେ ବନ୍ଦ ବି କରିବେ। ଆଉ ଯେମିତି ଆଜି ବି ଆମେ ଯେଉଁ ଆସିଥିଲୁ ସେଠି ବି ଚାଲୁନଥିଲା, କିନ୍ତୁ ଲିଜ୍ ଏରିଆ ଭିତରେ 3ଟା ଥିଲା। ତ ସେମାନେ ଫର୍ଦର ଯେଉଁ ଗାଇଡ଼ଲାଇନ୍ ଅଛି ଆମେ ସେମିତି ସବୁଠି ଚେକ୍ କରିକି ଆମେ ସବୁ ବନ୍ଦ କରିବୁ।